I would request to all the youngster, anything that you want to do in your life, any decision that you want to take in your life, do it all your understanding, do it meticulously, do it diligently, do it all your knowledge, with information, with fact. ମୁଁ ସମସ୍ତ ଯୁବା ଯୁବତୀକୁ ମୁଁ ଏତିକି କହିବା ପାଇଁ ଚାହୁଁଅଛି, ଯେଉଁ ମଧ୍ୟ ଭବିଷ୍ୟତରେ କାମ କରିବା ପାଇଁ ଚାହୁଁଛ, ଯେଉଁ ମଧ୍ୟ ନିର୍ଣ୍ଣୟ ନେବା ପାଇଁ ଚାହୁଁଛ, ଯେଉଁ ମଧ୍ୟ କାମ କରିବା ପାଇଁ ଚାହୁଁଅଛ, ସେଇ କାମକୁ ବୁଦ୍ଧିର ସହିତ, ଅତି ଚାଲାକିର ସହିତ, ସାବଧାନର ସହିତ, ଜ୍ଞାନର ସହିତ ବୁଝି ସୁଝିକି କର, ଅତି ଚତୁରର ସହିତ କର। ଯେଉଁ ମଧ୍ୟ କାମ କରିବା ପାଇଁ ଚାହୁଁଛ, ଯେଉଁ ମଧ୍ୟ ନିର୍ଣ୍ଣୟ ନେବା ପାଇଁ ଚାହୁଁଛ ଆପଣମାନଙ୍କର ଜୀବନରେ, ଆପଣମାନେ ଯେଉଁ ମଧ୍ୟ କାମ କରିବା ପାଇଁ ଚାହୁଁଛ, ବୁଦ୍ଧିର ସହିତ କର, ଚାଲାକିର ସହିତ କର। Don't be regret after doing that work. Don't be regret after doing the work, after taking the decision, after doing the work. I should have done this, I should have not done this and that. Don't be regret. Before doing your work, before taking decision in your life, do it all your understanding, do it meticulously, do it diligently, do it cautiously, with knowledge, with fact. କାମ କରି ସାରିକି ଅନୁତାପ କରୁନାହିଁ, ଦୁଃଖ କରୁନାହିଁ, ମୁଁ କ'ଣ ପାଇଁ ଏଇ କାମ କରିଦେଲି, ମୁଁ ଏମିତି କରିବାର ଉଚିତ ନଥିଲା, ମୁଁ ସେଇ ଭୁଲ କରିବାର ଉଚିତ ନଥିଲା, ମୁଁ କ'ଣ ପାଇଁ କରିଦେଲି। କାମ କରି ସାରିକି ଦୁଃଖ କରୁନାହିଁ, ଅନୁତାପ କରୁନାହିଁ। କାମ କରିବା ପୂର୍ବରୁ, ନିର୍ଣ୍ଣୟ ନେବା ପୂର୍ବରୁ ହିଁ ବୁଦ୍ଧିର ସହିତ, ଚାଲାକିର ସହିତ, ଅତି ସାବଧାନର ସହିତ ବୁଝି ସୁଝିକି କର, ଜ୍ଞାନର ସହିତ ସେଇ କାମ କର, ଚାଲାକିର ସହିତ କର। ଦିସ୍ ଇଜ୍ ୱାଇ ଟୁ give advice to all the youngster. ଏହା ମୁଁ କହିବା ପାଇଁ ଚାହୁଁଛି, ଏହା ମୋର ଉପଦେଶ ସମସ୍ତ ଯୁବା ଯୁବତୀମାନଙ୍କୁ। Because the Bible says, Proverbs chapter 19, to it clearly says, desire without knowledge is not good. ବାଇବେଲ କହୁଛି, ହିତୋପଦେଶ 19ର 2 ପଦ କହୁଛି, ବିନା ଜ୍ଞାନରେ କରୁଥିବା ଯେକୌଣସି କାମ ମଧ୍ୟ ବେକାର, ବିନା ଜ୍ଞାନରେ କରୁଥିବା ଯେକୌଣସି ନିର୍ଣ୍ଣୟ ମଧ୍ୟ, ଯେକୌଣସି କାମ ମଧ୍ୟ ବେକାର ଅଟେ, କେବେ ମଧ୍ୟ ସଫଳ ହିଁ ହେବ ନାହିଁ। ବିନା ଜ୍ଞାନରେ କରୁଥିବା କାମ ଆମମାନଙ୍କୁ ବର୍ବାଦ କରିଦେବ। ସେଥିପାଇଁ ଯେଉଁ ମଧ୍ୟ କାମ କର, ଯେଉଁ ମଧ୍ୟ ନିର୍ଣ୍ଣୟ ନିଅ ଜୀବନରେ, ବୁଦ୍ଧିର ସହିତ କର, ଅତି ଚାଲାକିର ସହିତ କର, ଅତି ସାବଧାନର ସହିତ କର, ବୁଝି ସୁଝିକି କର, ଅତି ଜ୍ଞାନର ସହିତ କର। Before taking decision in your life, you must ask the question, why I am doing this? What could be the reason? What could be the gain? What could be the loss? ଯେଉଁ ମଧ୍ୟ କାମ କରିବା ପୂର୍ବରୁ ନିଜକୁ କ୍ୱେଶ୍ଚିନ୍ ପଚାର, ମୁଁ କ'ଣ ପାଇଁ ଏ କାମ କରୁଛି, ଏ କାମ କରିବା ଦ୍ୱାରା ମୋର କ'ଣ ଲାଭ ହେଉଛି, ମୋର କ'ଣ କ୍ଷତି ହେଉଛି, ମୋର କ'ଣ ବେନିଫିଟ୍ ହେଉଛି। ନିଜକୁ କ୍ୱେଶ୍ଚିନ୍ କର, ନିଜକୁ ପ୍ରଶ୍ନ ପଚାର। ଯେଉଁ ମଧ୍ୟ କାମ କରିବା ପାଇଁ ଚାହୁଁଛ, ଯେଉଁ ମଧ୍ୟ ନିର୍ଣ୍ଣୟ ନେବା ପାଇଁ ଚାହୁଁଛ ଆପଣମାନଙ୍କର ଜୀବନରେ, କାମ କରିବା ପୂର୍ବରୁ କ୍ୱେଶ୍ଚିନ୍ କରନ୍ତୁ, ପ୍ରଶ୍ନ ପଚାରନ୍ତୁ ନିଜକୁ। Once again I am to realize you, the very very important in your life. Always remember you in your life until your death. This is the reality, harsh reality in life. After taking decision with knowledge, after doing work with all our understanding, with knowledge, with information, with diligently, with meticulously, mistake can happen. You must know this reality, you must know this truth. ମୁଁ ପୁଣି ଥରେ ଆପଣଙ୍କୁ ଗୋଟେ କଥା ମନେ ପକାଇ ଦେବା ପାଇଁ ଚାହୁଁଛି, ଯେତେ ବୁଦ୍ଧିର ସହିତ, ଯେତେ ଚାଲାକିର ସହିତ କଲା ପରେ ମଧ୍ୟ, ଯେତେ ଜ୍ଞାନର ସହିତ, ଚତୁର ସହିତ, ଚାଲାକିର ସହିତ ନିର୍ଣ୍ଣୟ ନେଲା ପରେ ମଧ୍ୟ, କାମ କଲା ପରେ ମଧ୍ୟ ଜୀବନରେ ଭୁଲ ହେଇଯାଏ। When it is mistakes happen with understanding, after doing with understanding, with knowledge, with fact, when mistakes happen, just accept it, accept that mistakes, accept that situation and learn from that mistakes and move on ahead in life. ଯେତେବେଳେ ବୁଦ୍ଧିର ସହିତ, ଚାଲାକିର ସହିତ, ଅତି ସାବଧାନର ସହିତ କାମ କଲା ପରେ ମଧ୍ୟ, ନିର୍ଣ୍ଣୟ ନେଲା ପରେ ମଧ୍ୟ ଯଦି ଭୁଲ ହେଇଯାଏ, ତାହେଲେ ସେଇ ଭୁଲକୁ ସ୍ୱୀକାର କର, ଭୁଲକୁ ମାନି ନିଅ, ଭୁଲରୁ ଶିଖ, ଆଉ ଜୀବନରୁ ଆଗକୁ ବଢ଼। ଦିସ୍ ଇଜ୍ ଦ ରିଆଲିଟି ଅଫ୍ ଦି ଲାଇଫ୍। ଭୁଲରୁ ଶିଖ, ଆଉ ଜୀବନରୁ ଆଗକୁ ବଢ଼। ନେଭର ବି ରିଗ୍ରେଟ୍, ଡୋଣ୍ଟ ବି ହୋଲ୍ଡ ଅନ୍ ଦ୍ୟାଟ୍ ମିଷ୍ଟେକ୍ସ। କେବେ ମଧ୍ୟ ସେ ଭୁଲକୁ ଧରି ରଖ ନାହିଁ, ଭୁଲରୁ ଶିଖ, ଆଉ ଜୀବନରୁ ଆଗକୁ ବଢ଼। ଏଇଟା ହେଉଛି ପ୍ରକୃତ ଜୀବନ। Once again I have to realize you, anything that you want to do in your life, any decision that you want to take in your life, do with all your understanding, do it meticulously, do it knowledge, with information, with fact, with diligently, with all your understanding. ମୁଁ ପୁଣି ଥରେ ଆପଣମାନଙ୍କୁ ମନେ ପକାଇ ଦେଉଅଛି, ଯେଉଁ ମଧ୍ୟ କାମ କରିବା ପୂର୍ବରୁ,
ଯେ ମଧ୍ୟ ନିର୍ଣ୍ଣୟ ନେବା ପୂର୍ବରୁ ଅତି ଚାଲାକିର ସହିତ, ଅତି ବୁଦ୍ଧିର ସହିତ, ବୁଝି ସୁଝିକି ଜ୍ଞାନର ସହିତ, ଅତି ସାବଧାନର ସହିତ ସେଇ କାମ କର, ସେଇ ନିର୍ଣ୍ଣୟକୁ ନିଅ। Because the Bible says desire without knowledge is not good. କାରଣ ବାଇବେଲ କହୁଛି, ହିତୋପଦେଶ 19:2 କହୁଛି, ଜ୍ଞାନ ବିନା କରୁଥିବା ଯେକୌଣସି କାମ ମଧ୍ୟ ବେକାର ଅଟେ। ବିନା ଜ୍ଞାନରେ ନେଉଥିବା ନିର୍ଣ୍ଣୟ, ବିନା ଜ୍ଞାନରେ କରୁଥିବା କାମ କେବେ ମଧ୍ୟ ସଫଳତା ଦିଏ ନାହିଁ ଜୀବନରେ। ଯେଉଁ ମଧ୍ୟ କାମ କର, ବୁଦ୍ଧିର ସହିତ କର, ସାବଧାନର ସହିତ କର, ଅତି ଚାଲାକିର ସହିତ କର, ବୁଝି ସୁଝିକି କର। କାମ କରି ସାରିକି ଅନୁତାପ କର ନାହିଁ। କାମ କରିବା ପୂର୍ବରୁ ହିଁ ସତର୍କ, ନିର୍ଣ୍ଣୟ ନେବା ପୂର୍ବରୁ ହିଁ ସତର୍କ ଓ ସାବଧାନ ହୁଅ। ଅତି ସାବଧାନର ସହିତ କର, ଅତି ଚାଲାକିର ସହିତ କର। So this was my opinion. Let me know what is your opinion. If you have any question, if you have any doubt, please do comment. Please do ask the question to my video on the comment box. ଏଇଟା ହେଉଛି ମୋର ମତାମତ, ମୁଁ ଏତିକି କହିବା ପାଇଁ ଚାହୁଁଛି। ଯଦି ଆପଣମାନଙ୍କର କୌଣସି ମଧ୍ୟ କ୍ୱେଶ୍ଚିନ୍ ଅଛି, ଡାଉଟ୍ ଅଛି, ତାହେଲେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। If you like this video, then share to everyone. ଯଦି এই ଭିଡ଼ିଓକୁ ଲାଇକ୍ କରୁଛନ୍ତି ତାହେଲେ ସମସ୍ତଙ୍କ ପାଖକୁ ସେୟାର କରନ୍ତୁ, ସମସ୍ତ ଯୁବତୀମାନଙ୍କୁ। ଯଦି କୌଣସି ଡାଉଟ୍ ଅଛି ତାହେଲେ କ୍ୱେଶ୍ଚିନ୍ କରନ୍ତୁ କମେଣ୍ଟ ବକ୍ସରେ।